ମେଘମାଳାରେ ଶୀଘ୍ର ଆଗମନ କରିବା ପାଇଁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଏହି ବର୍ଷରେ ଶୈତାନର ମୁଖ୍ୟ ଯୋଜନା। ଏହି ବର୍ଷରେ ଶୈତାନର ମୁଖ୍ୟ ଯୋଜନା ସେ ବିଷୟରେ ଆମେ ଅଳ୍ପ ସମୟ ଆମେ କଥାବାର୍ତ୍ତା କରିବା। କାରଣ ଶୈତାନ ସବୁବେଳେ ବିଭିନ୍ନ ପ୍ରକାର ଯୋଜନା ନେଇ ସେ ମନୁଷ୍ୟମାନଙ୍କ ନିକଟକୁ ଆସେ ଆଉ ସେମାନଙ୍କୁ ଭ୍ରାନ୍ତ କରିବା, ସେମାନଙ୍କୁ ନଷ୍ଟ କରିବା, ତଳେ ପକାଇବା, ଏହିସବୁ କାମ ଗୁଡ଼ିକ କରେ। ଆଉ ସେ ଏଇ ବର୍ଷ ଏହିସବୁ ଯୋଜନା ଗୁଡ଼ିକ ଆପଣମାନଙ୍କ ନିକଟକୁ ଆଣିବ। ପ୍ରଥମ ବିଷୟ ପଢ଼ିବା ଲୁକ୍ ଲିଖିତ ସୁସମାଚାର 9 ଅଧ୍ୟାୟର 62 ପଦ। କିନ୍ତୁ ଯୀଶୁ ତାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ। ପ୍ରଥମ ବିଷୟ, ସେ ଆମକୁ ପଛ ଆଡ଼କୁ ଅନେଇବା ପାଇଁ, ପଛକୁ ଦେଖିବା ପାଇଁ, ପଛକୁ ଫେରିବା ପାଇଁ ସେ ଲୋକମାନଙ୍କୁ ପ୍ରଲୋଭିତ କରିବ। ଇସ୍ରାଏଲ ଲୋକମାନେ ଯେଉଁ ସମୟରେ ମିଶର ଦେଶରୁ ବାହାରିକି ଯାଉଥିଲେ, ସେମାନେ ଅଧ ବାଟରେ ରହି ସେମାନେ କହୁଛନ୍ତି ମିଶର ଦେଶର ସବୁ ବିଷୟ ଆମକୁ ମନେ ପଡ଼େ। ମିଶର ଦେଶର ମାଛ ମନେ ପଡ଼େ, ମିଶର ଦେଶର ଖରଭୁଜ ମନେ ପଡ଼େ। ଏଇଟା ଶୈତାନର ଏଇଟା ଗୋଟେ ପ୍ଲାନ୍। ବିଶ୍ୱାସୀମାନଙ୍କୁ ପଛ ଜୀବନ ଭଲ ଥିଲା, ଜଗତର ଜୀବନ ଭଲ ଥିଲା, ଭଲ ଖାଇବାକୁ ମିଳୁଥିଲା, ଭଲ ପିଇବାକୁ ମିଳୁଥିଲା। ଏହି ପ୍ରକାର ଭାବରେ ସେ ସେମାନଙ୍କୁ ପଛ ଆଡ଼କୁ ଟାଣି ନିଏ। ସେ ଏଇଟା ମନେ ରଖନ୍ତୁ, ସେ ପଛ ଆଡ଼କୁ ଟାଣି ନିଏ ଲୋକମାନଙ୍କୁ। ପଛରେ ଆମମାନଙ୍କ ପ୍ରତି କେହି କେହି ଖରାପ ବ୍ୟବହାର ମଧ୍ୟ କରିଛନ୍ତି। ସେଇ ଖରାପ ବ୍ୟବହାରକୁ ସେ ମନେ ପକାଇ ଦେ, ମୋତେ ଭୁଲିଗଲୁ, ତୋ ପ୍ରତି ତୋ ଶାଶୁ ଏମିତି କରିଥିଲେ, ତୋ ପ୍ରତି ତୋ ଶ୍ୱଶୁର ଏମିତି କରିଥିଲେ, ଶଳା ଏମିତି କରିଥିଲେ, ଶାଳୀ ଏମିତି କରିଥିଲେ, ତୋ ପ୍ରତି କେତେ ଅନ୍ୟାୟ କରାଯାଇଛି। ସେ ପଶ୍ଚାତ ବିଷୟ ଗୁଡ଼ିକକୁ ସେ ମନେ ପକାଇ। ସାଧୁ ପାଉଲ କହୁଛନ୍ତି, ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖସ୍ଥ ବିଷୟ ନିମନ୍ତେ ମୁଁ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। ପ୍ରିୟମାନେ, ଆମେ ପଶ୍ଚାତ ବିଷୟ ଗୁଡ଼ିକକୁ ମନେ ପକାଇ ଆମେ ବ୍ୟାକସ୍ଲାଇଡ୍ ହେବା ନାହିଁ। ଆମେ ଆଗକୁ ବଢ଼ିବା। ଆମେ ଆଗକୁ ବଢ଼ିବାର ପାଇଁ ପରମେଶ୍ୱର ଆମକୁ ଡାକିଛନ୍ତି। ଶୈତାନ ସବୁବେଳେ ପଛକୁ ଟାଣେ, ପରମେଶ୍ୱର ସବୁବେଳେ ଆଗକୁ ଆସିବା ନିମନ୍ତେ ସେ ଆହ୍ୱାନ ଦିଅନ୍ତି। ଯେଉଁ ସମୟରେ କୌଣସି ବ୍ୟକ୍ତି ଆପଣଙ୍କୁ ପଛକୁ ଟାଣେ, ତାହେଲେ ଆପଣ ଜାଣିଦେବେ ଏହା ପରମେଶ୍ୱର କରୁନାହାନ୍ତି, ଏହା ଶୈତାନ କରୁଅଛି। ଆଉ ଦ୍ୱିତୀୟ ବିଷୟ ଶୈତାନର ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, 2 ପେତର 2 ଅଧ୍ୟାୟର 22 ପଦରେ, କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ଏହି ସତ୍ୟ ଦୃଷ୍ଟାନ୍ତ ବାକ୍ୟ ସେମାନଙ୍କ ପ୍ରତି ଘଟିଅଛି। ତାର ଗୋଟେ ମୁଖ୍ୟ କାମ କ'ଣ? ଯେଉଁ ପାପକୁ ଆମେ ଛାଡ଼ି ଦେଇଥିଲୁ, ସେ ପୁରାତନ ପାପରେ ଆଉ ଥରେ ପକାଇବା ପାଇଁ ସେ ସବୁବେଳେ ଚେଷ୍ଟା କରେ। କୁକୁର ଆପଣା ବାନ୍ତି ଖାଏ ମାନେ କ'ଣ? ଯେଉଁଟା ଆମେ ଛାଡ଼ି ଦେଇଥିଲୁ, ପାନ ଖାଇବା, ପୁଡ଼ିଆ ଖାଇବା, ଖଇନି ଖାଇବା, ବ୍ୟଭିଚାର କରିବା, ମିଛ କଥା କହିବା, ଏସବୁ ଗୁଡ଼ିକ ଯେଉଁ ଆମେ ଛାଡ଼ି ଦେଇଥିଲୁ, ଖରାପ ସଙ୍ଗତି ଆମେ ଛାଡ଼ି ଦେଇଥିଲୁ, ପୁନର୍ବାର ସେମାନଙ୍କୁ ସେହି ପାପରେ ପକାଇବା ପାଇଁ ସେ ପ୍ରଲୋଭିତ କରେ। ସେଇ ଆକର୍ଷଣ ସେ ରଖେ। ସେଥିପାଇଁ ଆମେ ଏହି ନୂତନ ବର୍ଷରେ ତାର ଟେକ୍ନିକ୍ ଗୁଡ଼ିକକୁ ଆମେ ଜାଣିବାର ଅଛି। ପାଉଲ କହୁଛନ୍ତି, ଶୈତାନ ଯେ ପ୍ରକାର ଆମମାନଙ୍କର ଅପକାର ନ କରେ, ସେଥିପାଇଁ ଆମେ ତାର ସମସ୍ତ ଚାତୁରିତା ବିରୁଦ୍ଧରେ ଆମେ ସବୁ ଜାଣିଛୁ। ଆମେ ଅଜ୍ଞ ନାହୁଁ, ସବୁ ବିଷୟ ଆମେ ଭଲ ଭାବରେ ଆମେ ଜାଣିଛୁ। ଆମେ ଆଉ ଜାଣିବାର ନିହାତି ଆବଶ୍ୟକ ରହିଛି, କାରଣ ସେ ଆମର ଶତ୍ରୁ ଅଟେ। ଆଉ ସେ ଯେଉଁ ପ୍ରକାର ପ୍ରଲୋଭନ, ଯେଉଁ ପ୍ରକାର ଟେକ୍ନିକ୍ ଗୁଡ଼ିକକୁ ଧରି ଆମମାନଙ୍କ ନିକଟକୁ ଆସି ଆମକୁ ଫାନ୍ଦରେ ପକାଇବା ପାଇଁ ସେ ସଦାସର୍ବଦା ଚେଷ୍ଟା କରୁଥାଏ, ଆମେ ତାର ସବୁ ଚେଷ୍ଟା ଗୁଡ଼ିକକୁ ଆମେ ବିଫଳ କରିବାର ଆବଶ୍ୟକ ରହିଛି। ଆଉ ଗୋଟିଏ ମୁଖ୍ୟ ବିଷୟ ଶୈତାନ ସେ କରିବ, ଏବ୍ରୀ ପୁସ୍ତକ 10 ଅଧ୍ୟାୟର 25 ପଦରେ, ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ସେହିପରି ନ କରୁ।
ସେ ଆଉ ଗୋଟେ କାମ କରିବ, ସହଭାଗିତା ଠାରୁ ଆପଣଙ୍କୁ ଦୂରକୁ ନେବା ପାଇଁ ସବୁବେଳେ ସେ ଚେଷ୍ଟା କରିବ। ଯେତେ ଯାଏଁ ଜଣେ ବ୍ୟକ୍ତି ସହଭାଗିତାରେ ଥିବ, ଜଣେ ବ୍ୟକ୍ତି ଜେରୁସାଲେମରେ ଥିଲେ ଡକାୟତମାନଙ୍କ ହାବୁଡ଼କୁ ପଡ଼ିବ ନାହିଁ। ଯେତେବେଳେ ସେ ଜେରୁସାଲେମରୁ ଜିରିହ ଆଡ଼କୁ ଯାଏ, ଜେରୁସାଲେମକୁ ପରିତ୍ୟାଗ କରିଦିଏ, ସେହି ସମୟରେ ଡକାୟତମାନେ ଆସିବେ ଆଉ ତାକୁ ମାଡ଼ ମାରି ଦରମଲା ଅବସ୍ଥାରେ ଛାଡ଼ି ପଳାଇବେ। ସେଥିପାଇଁ ଏଇ ବର୍ଷ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତୁ ନାହିଁ, ସହଭାଗିତା ଛାଡ଼ନ୍ତୁ ନାହିଁ। ଯଦି ଆପଣ ସହଭାଗିତା ଠାରୁ ଅଲଗା ହେଇଯିବେ ତାହେଲେ ଆପଣ ବଞ୍ଚିପାରିବେ ନାହିଁ, ଆପଣଙ୍କର ଜୀବନ ନଷ୍ଟ ହେଇଯିବ। ସେଥିପାଇଁ ଏହି ନୂଆ ବର୍ଷରେ ପରମେଶ୍ୱର ଆମମାନଙ୍କୁ ଯେଉଁ ସବୁ ବିଷୟ ଗୁଡ଼ିକ କହୁଛନ୍ତି, ଲଙ୍ଗଳରେ ହାତ ଦେଇ ଯଦି ଆମେ ପଛକୁ ଆମେ ଅନେଇବା ତାହେଲେ ଆମେ କୌଣସି ପ୍ରକାର ଭାବରେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ହେଇପାରିବା ନାହିଁ। ଆମମାନେ ପଶ୍ଚାତ ବିଷୟ ଗୁଡ଼ିକକୁ ଆମେ ମନରୁ ଆମେ ବାହାର କରିପାରୁଛୁ। କିଏ କ'ଣ ଆମକୁ ଦୁଃଖ ଦେଇଛି, କଷ୍ଟ ଦେଇଛି, ସେ ସବୁ ଗୁଡ଼ିକକୁ ଆମେ ଛାଡ଼ିକିନା ଆଗକୁ ବଢ଼ିବା। ଆମେ ଗତ ବିଫଳତା ଗୁଡ଼ିକକୁ ଯଦି ଆପଣ ସ୍ମରଣରେ ରଖୁଥିବେ ତାହେଲେ ଆପଣ ଆଗକୁ ବଢ଼ିପାରିବେ ନାହିଁ। ସେ ଏଇସବୁ ଗୁଡ଼ିକକୁ ମନେ ପକାଇ ଆମକୁ ଡିସ୍କରେଜ୍ ଉପରେ ଡିସ୍କରେଜ୍ କରେ। ତାର ସେ ଡିସ୍କରେଜ୍ ବିଷୟ ଗୁଡ଼ିକକୁ ଆମକୁ ଛାଡ଼ିବାକୁ ପଡ଼ିବ। ଆଉ ଯେଉଁ ପାପ ଆପଣ ଛାଡ଼ି ଦେଇଛନ୍ତି ସେ ପାପ ପ୍ରତି ଆଉ ଯାଆନ୍ତୁ ନାହିଁ। ଟିଭି ଦେଖିବା ଛାଡ଼ି ଦେଇଥିଲେ, ଟିଭି ଦେଖୁଛନ୍ତି। ରିଲ୍ସ ଦେଖିବାଟା ଛାଡ଼ି ଦେଇଥିଲେ, ଆଉ ଥରେ ରିଲ୍ସ ଦେଖୁଛନ୍ତି। ତାଙ୍କ ସହିତ କଥା ହେବାଟା ଛାଡ଼ି ଦେଇଥିଲେ, ତାଙ୍କର ନମ୍ବରକୁ ବ୍ଲକ୍ ମାରିଥିଲେ, ଆଉ ଥରେ ଆପଣ ଖୋଲୁଛନ୍ତି। ଆପଣ ସେଇ କୁକୁର ପରି ଯେଉଁ ବିଷୟକୁ ବାନ୍ତି କରିଦିଏ, କିଛି ସମୟ ଗଲା ପରେ ସେଇ ନିଜର ବାନ୍ତି ଖାଇବା ପାଇଁ କୁକୁର ଫେରିକିନା ଆସେ। ଯାହା ଛାଡ଼ିଥିଲା ତାହା ପୁନର୍ବାର ସେ ଆସି ଖାଇ ପକାଏ। ଆମେ କୁକୁର ବିଶ୍ୱାସୀ ଆମେ ହେବା ନାହିଁ। କୁକୁରମାନଙ୍କର ସ୍ୱଭାବ ଆମ ପାଖରେ ନାହିଁ, ଆମ ପାଖରେ ପରମେଶ୍ୱରଙ୍କ ସ୍ୱଭାବ ରହିଛି। ସେଇ ସ୍ୱଭାବରେ ଆମମାନଙ୍କୁ ବଢ଼ିବାର ଅଛି। ଆଉ ତୃତୀୟରେ ଆମେ ଦେଖୁଥିଲୁ, ଆମେ ଫେଲୋସିପ୍ ଛାଡ଼ିବା ନାହିଁ। ଯେତେ ଯାହା ହେଲେ ମଧ୍ୟ ଆମେ ମଣ୍ଡଳୀ ସହଭାଗିତା ରହିବା। ସେ କହିବ ମଣ୍ଡଳୀର ଲୋକମାନେ ଭଲ ନାହିଁ, ଯାଆନା, ଶିକ୍ଷା ଭଲ ନାହିଁ, ଯାଆନା। ଆମେ ପ୍ରିୟମାନେ, ଆମମାନେ ବର୍ଷିପ୍କୁ ଆମେ କୌଣସି ପ୍ରକାର ସ୍କିପ୍ କରିବା କଥା ନୁହେଁ। ସବୁ ସମୟରେ ବର୍ଷିପ୍ ନିମନ୍ତେ ନିଜକୁ ସମର୍ପଣ କରି ଆଗକୁ ବଢ଼ିବା ହିଁ ଆମମାନଙ୍କର କର୍ତ୍ତବ୍ୟ, ଆମମାନଙ୍କର ଉଦ୍ଦେଶ୍ୟ ଅଟେ। ସେଥିପାଇଁ ଏଇ ତିନୋଟି ବିଷୟକୁ ଆପଣମାନେ ଧ୍ୟାନ ଦେବେ। ଏଇ ନୂଆ ବର୍ଷରେ ଶୈତାନ ବିଭିନ୍ନ ମାଧ୍ୟମରେ ଆପଣମାନଙ୍କ ନିକଟକୁ ଏହି ପ୍ରକାର ପ୍ଲାନ୍ ଧରି ସେ ଆସିବ, ଆଉ ଆପଣ ଜାଣିଦେବେ ଏହା ଶୈତାନର ପ୍ଲାନ୍। ଆଉ ପରମେଶ୍ୱର ଆପଣମାନଙ୍କୁ ରକ୍ଷା କରନ୍ତୁ, ଉଦ୍ଧାର କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମ ପ୍ରତି ଅତ୍ୟନ୍ତ ମନୋଯୋଗୀ ପରମେଶ୍ୱର ତୁମେ ଅଟ। ତୁମେ ଆମକୁ ପ୍ରେମ କରୁଛ, ଆମର ଯତ୍ନ ନେଉଛ, ମାଗିବା ଭାବିବା ଠାରୁ ଅଧିକ ତୁମେ ଦେଉଛ। ଆମେ ତୁମର ଗୌରବ କରୁଛୁ, ମହିମା କରୁଛୁ। ରାଜା, ତୁମେ ଦୟାକରି ଅନୁଗ୍ରହ କରି ପ୍ରଭୁ ଏହି ନୂତନ ବର୍ଷରେ ତୁମେ ଆମକୁ ଶୈତାନର ବିଭିନ୍ନ ପ୍ରକାର ଚାତୁରିତା ବିଷୟରେ ଆମମାନଙ୍କୁ ଶିକ୍ଷା ଦେଇଛ। ଯଦି କୌଣସି ଭାଇ ଭଉଣୀମାନେ ଏସବୁ ଫାନ୍ଦରେ ପଡ଼ିଛନ୍ତି, ଯୀଶୁଙ୍କ ନାମରେ ସେମାନେ ବାହାରି ଆସନ୍ତୁ, ଯୀଶୁଙ୍କ ନାମରେ ସେମାନେ ପରିଷ୍କୃତ ହୁଅନ୍ତୁ, ଉଦ୍ଧାର ପ୍ରାପ୍ତ ହୁଅନ୍ତୁ। ହଁ ପ୍ରଭୁ, ଏହା ମୁଁ ପ୍ରାର୍ଥନା କରୁଛି। ମଣ୍ଡଳୀ ଉପାସନା ପରିତ୍ୟାଗ ନ କରି ମଣ୍ଡଳୀ ସହିତ ଲାଗି ରହିପାରିବେ, ଦୟାକରି ତୁମେ ଅନୁଗ୍ରହ କର। ପ୍ରଭୁ ଧନ୍ୟବାଦ, ପ୍ରାର୍ଥନା ଶୁଣିଥିବାରୁ। ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଦୟା କରନ୍ତି, ଆସନ୍ତା ଅଧ୍ୟାୟରେ ଆମେ ପରସ୍ପର ସହିତ ଆମେ ସାକ୍ଷାତ କରିବା। ସନ୍ଦେଶ ଗୁଡ଼ିକ ଯଦି ଆପଣମାନଙ୍କୁ ଭଲ ଲାଗୁଛି, ଆପଣମାନେ ଅନ୍ୟାନ୍ୟ ଆପଣମାନଙ୍କ ଭାଇ ଭଉଣୀମାନଙ୍କୁ ସେୟାର କରିପାରିବେ। ଆମମାନଙ୍କର ଏହି ମେସେଜ ଗୁଡ଼ିକକୁ ଆପଣ ଅନ୍ୟାନ୍ୟ ହ୍ୱାଟ୍ସଆପ୍ ଗ୍ରୁପ୍ ଗୁଡ଼ିକରେ ସେୟାର କରିବେ, ତାହେଲେ ଅନେକ ଜଣ ସେମାନେ ଉପକୃତ ହେବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ରହିବା ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।